ମାନব জন্ম দুর্লভ কাহিকি আরে দুর্লভ নর কলে বর নরক নিস্তারণ দ্বার রে রণ দ্বার গোবিন্দ 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 মধু গড়ুচি মকরন্দ রে মকরন্দ দুর্লভ নর কলে বর নরক নিস্তারণ দ্বার গোবিন্দ 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 মধু গড়ুচি মকরন্দ নরকুরু উদ্ধার হবার প্লান কোন নরকুরু উদ্ধার হবার উপায় কোন অসত কর্মরু দূরেই রহিবে পিত্ত ফুল ହେଇଯିବ ମୂଳରୁ ଶେଷ ଯାଇ ଆଉ ଗୋଟାକରେ ବାତ କହିଲେ ମଇଳା ଗ୍ୟାସ ସେଠୁ ଛଟପଟ ହବ ନିଶ୍ୱାସ ପ୍ରଶ୍ୱାସ ବି ଠିକରେ ନେଇ ପାରିବନି ଏମିତିକା ଅବସ୍ଥା ଆସିବ ଆଗକୁ ତେଣୁ ସେତେବେଳେ କଣ କରିବା ଦରକାର ସେଇ କଥା କହୁଛନ୍ତି ଅନ୍ତେ ନାରାୟଣ ସ୍ମୃତି ଭଗବାନଙ୍କ ଠାରେ କେବଳ ଚିତ୍ତ ଲଗେଇବା ଦରକାର ମନଟିକୁ ଲଗେଇବା ଦରକାର ବାର ବାର ଭଗବାନଙ୍କୁ ମନେ ପକେଇବା ଦରକାର ଗୁରୁ କହନ୍ତି ପିଲେ ସବୁ କର ଯାହା ଏନ୍ଜୟମେଣ୍ଟ କରୁଛ କର ଯାଏ ସେ ନାହିଁ ହେଲେ ଚେତା ରଖିକିରି କରିବ ହେତୁ ରଖିକିରି ଗୁରୁ ଯୋ ଦେଇଛନ୍ତି ଦିବ୍ୟ ନାମ ତାକୁ ମନେ ପକେଇ ଧରି ଶ୍ରଦ୍ଧା ଅଜପା ଲଗେଇକିରି କରିବ ସେତକ ଯଦି ନ କର ସବୁ ବେକାର ଗୋଟେ ଛେଳି ଚରାଣୀ ଜଙ୍ଗଲକୁ ଯାଏ ଛେଳି ଚରେଇବାକୁ ନଈ ପାର ହେଇକିରି ଯାଏ ନାଉରିକି କିଛି ପଇସା ଦିଏ ଦିନେ ଛେଳି ଚରାଣୀ ଜଙ୍ଗଲରୁ ଗୋଟେ ଚକଚକ ହଉଛି ଗୋଟେ ପଥର ପାଇଗଲା କହିଲା ଆରେ ଏଇଟା ଏତେ ଏମିତି କଣ ଚକମକ ଦିଶୁଛି କହିଲା ଏଇଟା ମୋ ମେଣ୍ଢା କି ବଡ ଛେଳିଟାର ବେକରେ ବାନ୍ଧିଦେଲେ ଚକମକ ଦିଶିବ ବଢିଆ ଛେଳିଟା ଚାଲିଲା ବେଳୁ ଢଳ ଢଳ ହେଇ ଚାଲିବ ଭାରି ଆନନ୍ଦ ଲାଗିବ ସେଇ ଚକମକ କରୁଥିବା ପଥରଟାକୁ ଛେଳି ବେକରେ ବାନ୍ଧିଦେଲା ନାଉରି ପାଖକୁ ଯେତେବେଳେ ଆସିଲା ନାଉରି ଦେଖିକରି ଅବାକ କହିଲା ରେ ଚକମକିଆ ପଥରଟା ମତେ ଦେ କହିଲା ତମକୁ ଦେଲେ ତମେ ମତେ କଣ ଦବ ନା ଜୀବନ ସାରା ତୋତେ ତୋ ଛେଳିକି ବିନା ପାଉନାରେ ନଈ ପାର କରିବି ସେ ହାତ ତାର ଷ୍ଟିମିଂ ହେଲା କହିଲା କଣ ସାମାନ୍ୟ ପଥରକୁ ନେଇ ଜୀବନ ସାରା ମୋ ଛେଳିକି ମତେ ଜଙ୍ଗଲ ପାସ କରି ଫେରେ ରିଟର୍ନ କରି ଆଣିବ ନା ହଁ କହିଲେ ପଥର କଣ ହବ ମୋର ନେଉନ ଛେଳି ବେକରୁ ଆଣିଦେଲା ତା ମୁହଁକୁ ଫୋପାଡ଼ି ଦେଲା ପଥର ସିଏ ନେଇ ତା କାତ ବାଡିରେ ବାନ୍ଧିଦେଲା ରାତିରେ ବି ଚକଚକ କଲା ଲୋକ ରାତିରେ ବି ବେପାର ତା ଡଙ୍ଗାକୁ ଆସିଲା ଆଉ କାହା ଡଙ୍ଗାକୁ ଗଲେନି ଗରାଖ ଲାଗିଗଲେ ତା ପଛରେ ଗୋଟେ ଧୋବା ଲୁଗା କାଚିବାକୁ ଆଇଥିଲା ଗଧ ଉପରେ ଲୁଗା ଧରି ଗୋଟେ ଦୋକାନୀର ଦେଖିଦେଲା ପଥରକୁ ଯେତେବେଳେ ବେହୋସ ହେଇଗଲା ଥରେ ଫେରେ ଚେତା ପଡି ଆଉ ଚେତା ପାଇଲା ପରେ ସେ ନାଉରି କହିଲା ଭାଇ ନାଉରି ଏ ପଥରଟା ମତେ ଦେଇଦେ ନା ତୁ କଣ ଦେବୁ ନା ଜୀବନ ସାରା ତୋ ପରିବାରର ସବୁ ଲୁଗା ବିନା ପଇସାରେ କାଚିକିରି ଆଇରନ୍ କରି ସଫା କରି ଆଇରନ୍ କରି ଦେବି କହିଲେ କଣ ସାମାନ୍ୟ ପଥର କହିଲେ ହଁ କହିଲେ ନୋବୁ ତା ଫୋପାଡ଼ି ଦେଲା ତା ମୁଣ୍ଡେ ପଥରଟା ଆଉ ବାର୍ଗିନ୍ ଫାର୍ଗିନ୍ କିଛି ନାହିଁ ସେ ଗଧର ବେକରେ ସିଏ ଲଗେଇଦେଲା କହିଲା ଏ ଚାଲିଲା ବେଳେ ଢଳ ଢଳ ଦିଶୁଛି କି ସୁନ୍ଦର ବାନ୍ଧିଦେଲା ଗୋଟେ ଚେନରେ ଲୁଗା ଦେବାକୁ ଦୋକାନୀ ପାଖକୁ ଗଲା ପରେ ଦୋକାନୀ ବେହୋସ କହିଲା ଭାଇ ଏତେ ଚକମକିଆ ପଥର ତୁ କୋଉଠୁ ଆଣିଲୁ ନା କଣ ହେଲା କି ଏମିତି ଏମିତି ଛେଳି ବେପାରୀଠୁ ସିଏ ଦେଲା ନାଉରି ଆଣିଲା ନାଉରିଠୁ ମୁଁ ଆଣିଲି କହିଲା ଆଉ ତୋଠୁ ବି ମୁଁ ନେବାକୁ ଚାହେଁ ନା ସାହୁକାରେ ଦୋକାନୀ କହିଲା ଧୋପା କହୁଛି ହେଲେ ସାହୁକାର ଏଇଟା ନେଇଗଲେ କେମିତି ହବ ମତେ କଣ ଦେବେ ନା 5 ମାସ ପାଇଁ ଯେତେ ସଉଦା ତେଜରାତିଠୁ ଖାଇବା ଜିନିଷ ଯେତେ କାଜୁ କିସମିସ ଦ୍ରାକ୍ଷା ସବୁ ଫ୍ରି କରିଦେବି କହିଲେ କଣ କହିଲେ ହଁ ତାର ହାର୍ଟ ଆଟାକ ଆରମ୍ଭ ହେଲା ଭଳି ଲାଗିଲା କହିଲେ ଏତେ ଜିନିଷ କଲା କହୁଛି ପରା କହିଲେ ପଥର ନିଅ କଣ ହବ କହି ତାଙ୍କ ନିକି ନିକି ପଥର ଫୋପାଡ଼ି ଦେଲା ପିଟେଇକିରି ଗଧ ବେକରୁ ସିଏ ନେଇ 80 ମସିହାର ଯୋଉ ନିକିତିଟା ଥିଲା ସେ ତରାଜୁର ମଝି କଣ୍ଟାଟାରେ ଅଠା ଦେଇ ଫେବିକୁଇକି ଦେଇ ରଖିଦେଲା ଇଏ ରାତିରେ ବି ଚକଚକ ମାରିଲା ବେପାର ଆଉ କହିଲେ ନ ସରେ ଗୁଡ ପଛରେ ପିମ୍ପୁଡି ଭଳି ଗରାଖ ଲାଗିଗଲେ ଦିନେ
କହିବାର ଉଦ୍ଦେଶ୍ୟ ସେ ପଥରଟା ସାମାନ୍ୟ ପଥର ନଥିଲା, ସେଟା ଗୋଟେ ମୂଲ୍ୟବାନ ହୀରା, କୋହିନୂର ହୀରା ଥିଲା। କିନ୍ତୁ ଏମାନଙ୍କୁ ତାର ମୂଲ୍ୟ ଜଣା ନାହିଁ। ଦିନେ ଜଣେ ଖାସ ହୀରା ଜହୁରୀ ସେଇ ଦୋକାନକୁ କିଛି ଦୋକାନ ସଉଦା କିଣିବା ପାଇଁ ଗଲା। ଦେଖିଲା ରେ ଗୋଟେ ପୁରୁଣା ଲୁହା ଜଙ୍ଗ ଲଗା ନିକିତିରେ ଏଡ ବଡ ମୂଲ୍ୟବାନ ହୀରା, କୋହିନୂର ହୀରାଟାକୁ ଲଗେଇଛି। ମାନେ ଆକୁ ସେ ପଥରର ମୂଲ୍ୟ ଜଣା ନାହିଁ, ପଥର ବିଷୟରେ ମାଲୁମ ନାହିଁ କିଛି। ଯଦି ଥାନ୍ତା ଏଡ ବଡ ହୀରାଟାକୁ ଏ ବାହାରେ ଏମିତି ଲଗେଇକିରି ଗୋଟେ ମସିଆ ନିକିତିରେ ଯାଇଥାନ୍ତା କି? ଜାଣିଦେଲା ଏଇଟା ଗୋଟେ କୋହିନୂର ହୀରା, या कोटी कोटी टंकार मूल्य। से कहला आज्ञा दुकानी की कहला हीरा जहुरी कहला आज्ञा ये पत्थरटा मते देबे? कहले तते दे आपे कोन आनिछि ना मु रखिया पे आनिछि ना। कहले जहा नेबे मु देबी, मते एटा देबे की? कहले कोन देबु ना 40 टंका देबी। से समय रो कथा 40 टंकार सामान ता दुकान रे नथिला। कहला कोन केते केते कहलु ना 40 टंका। ता हाट आरंभ होला पीठ हो दाउ। कहले 40 टंका ना हां। कहले पत्थर कोन हो ने तुरंत 40 टंका दे। 40 टंका रखिला, सेई हीरा पत्थर को देला। से सुंदर मखमल कपड़ा पुरे नाली कागज रखी ता पुरे ये करी गोटे चांदी डिब्बा आनी ता भितरे पत्थर को बड़ डिब्बा भितरे रखी ताकू आलमीरा भितर रखी चापी देई रखिला। मासे परे जेतले खोलिला चापी धूप देइगिरी खोलिला, खोली करी चांदी डाबा जेतले खोली देला देखिला उसे आलुओ ता भितरु चकमक नाही। पाउडर ही जाइची, चूरमा रही गुंडू गुंडा ही जाइची, चूर्ण ही जाइची, आउ से तेज नाही। हां भाई माने एकाठी थिबे की सुंदर लागे। ए प्रकार भाई माने कि एकाठी अछंती देखरे जी जुआड़े जदि भिन्न भान्ने हेई जिवे आउ से तेज फेज बल आउ रहिबनी, सो भाग भाग हेई गले। तेनो एई जेते बेले ए प्रकार देखिला भितर अछि चुनचुना हेई पाउडर हेई जाइछि, आउ तेज नाही कि बीर्ज नाही कि आलू नाही कि किछ चकमक करूनी। भारी दुखित हेला हीरा जहुरी। गाले रे हाथटा देई से हीरा को कहिला, हिंदी लोकटा कहला हां रे हीरा तू बकरी के गले में था वहां नहीं फटा, और नाउरी भाई का बांस दंड पर था वहां नहीं फटा, गधे का गले में था वहां नहीं फटा, और दुकानदार की त्राज की कांड पर था वहां नहीं फटा। मैं तुझे इतना शौक से लाकर चांदी डब्बे के अंदर में भर कर तिजोरी में रख कर चाबी देकर रखा, तू सिर्फ मेरा घर में फट गया। कहिला परे हीरा गुंड साउंड करी शून्यवाणी कहिला हीरा जहुरी की कहले सुनो जहुरी भाई, ओ जो बकरी का मालिक ओ मेरा कीमत नहीं जानता था, मेरा मोल कितना कितना उन्हें मालूम नहीं। और जो नाउरी भाई वो भी मेरा कीमत नहीं जानता था, और धोबी और दुकानदार वे भी मेरा कीमत नहीं जानते थे। परंतु तुमने क्या किया, तुमने क्या किया? तुम एक खास हीरा जहुरी होकर मेरा मोल क्या 40 रुपया, इसलिए मैं शर्म से फट गया। अरे गोटे हीरा जहुरी जदि एटा अगर रेट करिवो केते कोटी टका करिवा कथा, तते खराब लागिलानी? हां मु 40 टका मो रेट तू करछु, गोटे हीरा जहुरी हेकिरी एटा लाजेर मु फटी गली। कहने का अभिप्राय यह है कि जो चीज जितना मोल की है उसे उतना ही मर्यादा देकर रखना चाहिए, नहीं तो एक दिन हाथ से वो चीज खो जाएगा। कहबार उद्देश्य ये मानव जन्म होची दुर्लभ जन्म, ये कोहिनूर हीरा ठारू आउरी अधिक मूल्य। तार ठीक यूटिलाइज जदि न करिवे न जानिवे जीवन आउ मिलिबनी, दुखमय होई जीव। हां मानव जन्म दुर्लभ काहे की? अरे दुर्लभ नर कळे बर नरक निस्तार
ବର କଣେ ବର ନରକ ନିସ୍ତାରଣ ଦ୍ୱାର ଗୋବିନ୍ଦ 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 ମଧୁ ଗଳୁଛି ମକରନ୍ଦ। ନରକରୁ ଉଦ୍ଧାର ହେବାର ପ୍ଲାନ କଣ? ନରକରୁ ଉଦ୍ଧାର ହେବାର ଉପାୟ କଣ? ଅସତ କର୍ମରୁ ଦୂରେଇ ରହିବେ। ଅସତ କର୍ମରୁ ଦୂରେଇ ରହିବା। ଆଉ ଯଦି ସତ କର୍ମ ଖାଲି କରିବା ତାହେଲେ ସ୍ୱର୍ଗକୁ ଯିବା। ସ୍ୱର୍ଗକୁ ଗଲା ପରେ କଣ ହବ?